ସଖିଆ କେମିତି ହେଲା କୁହନ୍ତୁ? ପାଲା ବାଲା ଇଆଡେ ଇଆଡେ ପଡି ଯାଉ ତମ ପାଲା ଇଆଡେ ଇଆଡେ ପଡି ଯାଉ ଏପଟ ପୁଣି ପୂର୍ଣ୍ଣ ବ୍ରହ୍ମ ହେଲା ସେଇ କଥା ଆମକୁ କୁହ ବାବୁ ନ ହଉଛି ପୂର୍ଣ୍ଣ ବ୍ରହ୍ମ 108 କହିଲେ ପୂର୍ଣ୍ଣ ବ୍ରହ୍ମ 9 କହୁଛନ୍ତି ବାବୁ 8 1 9 108 ଲୋକ ପଣିକାରେ ପୂର୍ଣ୍ଣ ବ୍ରହ୍ମ ରହିଛି ତାବେ କଥା ମା ମରୁଛି ନା ପୂର୍ଣ୍ଣ ବ୍ରହ୍ମ କୁଆଡୁ ଆଇଲା କହିଲା 108 ପୂର୍ଣ୍ଣ ବ୍ରହ୍ମ ଫେରେ 9 ପୂର୍ଣ୍ଣ ବ୍ରହ୍ମ କେମିତି ହେଲା ସେତିକି ଆମ ଦରକାର ଛାଡିବନି ଧରି ତ କାହିଁ ଛାଡିବ ଆଗକୁ ପୁରା ପାଲା ଅଛ ତମେ ପତେ ଛାଡିଆ ତମ ଦାନା ବୁଡି ଯାଉଛ ଖାଲି କହିଲେ କରିକିନା ଦେଖାଅ ମା ପାଠ ପଢୁଛୁ ସଂଖ୍ୟା ଶିଖିଛୁ ତୃତୀୟ କ୍ଲାସ ପାଠ ପଢୁଛୁ ପଣିକିଆ ଶିଖିଛୁ ଏକକରୁ କେତେ ପର୍ଯ୍ୟନ୍ତ ପଣିକିଆ ଅଛି 1 ରୁ 25 ପର୍ଯ୍ୟନ୍ତ ଅଛି ଆମର ପଣିକିଆ କେତେ ମା ପାଠ ପଢି କେତେ ପଣିକିଆ ଶିଖିଛୁ କହ ସେ କାଇଁ କରିବ ସବୁ ଶିଖିଛି ସେ ଶାଶୁ ମନ୍ଦିରରେ ସବୁ ଶିଖିଛି ଶାଶୁ ମନ୍ଦିର ଶିଶୁ ମନ୍ଦିର କହିବନି ମାନ ଆମର ଯୋଉ ରହିଲା 9 ପଣିକିଆ ଭାରି ମଜା 9 ପୂର୍ଣ୍ଣ ବ୍ରହ୍ମ 9 କପଡ଼ା ଭାରି ମଜା ଯେତିକି କହିବ ସବୁ ହବ ମୁଣ୍ଡ ଫଣ୍ଡ ଭିକାରୀ ଦିଦିଙ୍କ ମୁଣ୍ଡରେ ପାଣି ଦୁଇଜଣ ଢାଳେ ମୁଣ୍ଡ ଗରମ ହେଇଗଲାଣି ଆଉ ମୋର ପାଣି ଢାଳିବ କିଏ ନ ହବ ଯେତେ ପାଣି ଲାଗୁ ସବୁ ନ ହବ ଖାଲି ତୋ ମୁଣ୍ଡ ଗରମ ହେଲା ମୋ ମୁଣ୍ଡ ଗରମ ତମ ମୁଣ୍ଡ ଗଲା କଥା ତୋର ସଙ୍ଗାତ ହେଲା ଗଲା କଥା ଗଲା 18 ଗଲା ତାପରେ ଆସିବ 29 27 ଆସିବ 4 ଆସିବ କେତେ 36 6 3 9 ତାପରେ ଆସିଲା 5 9 5 45 5 4 9 ତାପରେ ଆସିବ 954 4 5 9 ତାପରେ ଆସିଲା 963 3 6 9 ତାପରେ ଆସିଲା 972 2 7 9 981 1 8 9 990 ସାଢେ କହ ଯାଉଛି ସବୁଦିନ ଆସିଲା 9ଟା ହଉଛି ପୂର୍ଣ୍ଣ ବ୍ରହ୍ମ ତେଣୁକରି ଧନର ବିଚାର କରିବେ ଏଇ ସମୟରେ ଘଟଣା ହେଲା ତେଣୁକରି ସଜନ ବର୍ଗ ବିଚାର କରିବେ ଏଇ ସମୟରେ ଆସିଗଲେ କିଏ ସେ ଗୋଟାଏ ମାଛ ସେବା କରିବେ ବୋଲି ବର ଦେଇଦେଲେ ବିଶ୍ୱାସ ତାପରେ ଆସିଲେ ଇନ୍ଦ୍ରଦୁମ୍ନ ରାଜା ଆଜ୍ଞା ଠାକୁରଙ୍କୁ ଦର୍ଶନ କରିବା ସମୟରେ ଠାକୁର କହୁଛନ୍ତି କହିଲେ ହେ ଇନ୍ଦ୍ରଦୁମ୍ନ ପ୍ରଭୁ ତମେ କି ବର ମାଗୁଛ ମାଗ ପ୍ରଭୁ ମୁଁ ଯେଉଁ ବର ମାଗିବି ପ୍ରଭୁ ଆପଣ ଦେଇପାରିବେ ନିଶ୍ଚିନ୍ତ ଦେବେ ଆପଣ ଜଗତର ଜଗନ୍ନାଥ ବିଦ୍ୟାପତି ସେବା କଲା 11 ମାସ ବିଶ୍ୱାବସୁ ଗୋଟାଏ ମାସ ଆଉ ଇନ୍ଦ୍ରଦୁମ୍ନ ବାବୁରେ ଇନ୍ଦ୍ରଦୁମ୍ନ ବର ମାଗୁଛନ୍ତି କହିଲେ ଠାକୁରେ ମୁଁ ବର ମାଗିବି କିନ୍ତୁ ଆପଣ ସତ୍ୟ ନ କଲେ ବର ମାଗିବି ଠାକୁରେ ଆପଣ ସତ୍ୟ ନ କଲେ ବର ମାଗିବି ତାହେଲେ ତୁ ସତ୍ୟ କରିବାକୁ ମତେ ପଡିବ ନିଶ୍ଚିତ ଠାକୁରେ ଠାକୁରେ ସଙ୍ଗେ ସଙ୍ଗେ ସତ୍ୟ କରିଦେଲା କହିଲେ ସ୍ତ୍ରୀ ମା ସତ୍ୟ କରୁଛି ସଂଖ୍ୟା
ଠାକୁର ସତ୍ୟ କରିଦେଲେ କହିଲେ ହେ ଇନ୍ଦ୍ରଦୁମ୍ନ ପ୍ରଭୁ ମୁଁ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରି କହୁଛି ଠାକୁରେ ଶଙ୍ଖର ଜଳ ଦେଇ କହୁଛି ତୁ ଯୋଉ ବର ମାଗିବୁ ମୁଁ ଦେବି ଠାକୁରେ ଆପଣ ସତ୍ୟ କରିଛନ୍ତି ସତ୍ୟ କେବେ ଅସତ୍ୟ ହବନି ସଙ୍ଗେ ସଙ୍ଗେ ମା ଇନ୍ଦ୍ରଦୁମ୍ନ ଆଜି ମାଗିଦେଲେ ବର ଠାକୁରେ କହିଲେ ହେ ଠାକୁରେ ମୁଁ ବର ମାଗୁଛି ମତେ ଏହି ବର ଦେବେ ତ ଠାକୁରେ କହିଲେ ସତ୍ୟ ପରା କରିଛି ଠାକୁରେ ସତ୍ୟ କରିଛନ୍ତି ସତ କିନ୍ତୁ ଦେଇପାରିବେନି ଠାକୁରେ ଏ ହେ ମା ଇନ୍ଦ୍ରଦୁମ୍ନ ତାହେଲେ କଣ ମାଗିଲେ ଠାକୁରେ ଏହି ବର ମାଗୁଅଛି ମୁଁ ମାଗୁଅଛି ଠାକୁର ଚରାପତ୍ର କୁସୁମିତ କରିଥାନ୍ତୁ ମଙ୍ଗଳ ବିଧାନ କରନ୍ତୁ କୋଟି ପରମାୟ କରିଥାନ୍ତୁ তিনি ঘাইয়ে করন্তু রোগ বাদ্র মুক্ত କରିଥାନ୍ତୁ ଆମ ଦୋକାନ ଯାଉଛୁ ହଉ ସେ ଠାକୁର ଚରାପତ୍ର କୁସୁମିତ କରିଥାନ୍ତୁ ତାଦିନ ଦେଖବାର ଜମା ଖୁଚୁରା ପଇସା କଣ ଟଙ୍କା ଦିଆ ଗାଡି ଫେରି ଜାଣିବନି କଥାଟା ସେଇଠି ଆଉ ତାର ଲଙ୍କା ଥିଲା ତମ ହଁ ଥାନା ହେଲା ଇନ୍ଦ୍ରଦେବନା ମାଗିଲେ ମାଗିଲେ କଳେ ଦେବ ଦଳେ ରହିବ ମାଗୁ ଅଛି ମୋহে ମାଗୁ ଅଛି ମୋହିରେ ମାଗୁ ଅଛି ମୋରେ ହରିବ ସର ପ୍ରଭୁ ଦାଦା ଗୋଟାଏ କଥା ଗୋଟାଇ ଦେବେ କଥା ତୁକେ ଏମା ଠାକୁର କୁ ଟଙ୍କା ସୁନା ରୂପା ମାଗି ପାରିଥାନ୍ତି ଇନ୍ଦ୍ରଦୁମ୍ନ ରାଜା କାହିଁକି ଏବର ମାଗିଲେ ମା ମାନଙ୍କର ବିଚାର କରିବ ଆପଣଙ୍କ ଗାଁରେ ପାଲା ହଉଛି ପାଖ ଗାଁରେ ଲୋକ ଶୁଣୁଥିବେ ନିଶ୍ଚିନ୍ତ ଭାବରେ ତମକୁ ଯେତେବେଳେ ପଚାରିବେ ଝିଅ ପାଲା ଗାଉଥିଲା ଏଇ ପାଲା କିଏ ଗାଉଥିଲେ ଜାଣିଛ ନା ତଣୁ ଇନ୍ଦ୍ରଦୁମ୍ନ ରାଜା ଟଙ୍କା ସୁନା ରୂପା ମାଗିଲେ ନାହିଁ କଣ ମାଗିଲେ ବୋଲେ ଦେବ ଯଦି ଏହି ବର ମାଗୁଅଛି ମହି ମୋହରି ବଂଶରେ କେହି ନ ରହନ୍ତୁ କେହି କହିଲେ ଠାକୁରେ ଠାକୁରେ ଏମିତି ବର ମତେ ଦିଅ ବଂଶ ବୁଡି ଯାଅ ଆମେ କହିପାରିବା ବଂଶ ବୁଡି ଯାଉ ଆମେ କହିପାରିବା କାହିଁକି ଇନ୍ଦ୍ରଦୁମ୍ନ କହିଲେ ବଂଶ ବୁଡି ଯାଉ କାହିଁକି ପୁଅ ନାତି ବୋଲିବେ ରେ ଦେଉଳ ଆମର ଦେଉଳ ଆମର ଦେଉଳ ଆମର ପୁଅ ନାତି ବୋଲିବେ ରେ ଦେଉଳ ଆମର ଦେଉଳ ଆମର ଦେଉଳ ଆମର ଆମର କହିଲେ ହବ ନାଚ ହେବ ମୋର ଇନ୍ଦ୍ରଦୁମ୍ନ କହିଲେ ମୋର ଯୋଉ ନାତି ଅଣନାତି ପୁଅ ସମସ୍ତେ ଅଛନ୍ତି କଣ କହିବେ ଦେଉଳ ମୋର ସେଣାକୁ ଯିବା ନା ଗାଁ ଗହଳି କଥା କହିବା ଯଦି ମା କେହି ମହାନ ବ୍ୟକ୍ତି ଗାଁରେ ଗୋଟେ ଭଲ କାମ କରିଦେଇଥିବ ପୋଖରୀ ଟିକେ ଖୋଳି ଦେଇଥିବ କି ମନ୍ଦିର ଟିକେ ତିଆରି ଦେଇଥିବ ସେ ଚାଲିଗଲା ପରେ ତାଙ୍କର ପୁଅ ନାତି ଥିବେ କିଏ ଯଦି କହିଲା ଏ ତିଆରିଛି କିଏ ମୋ ଜେଜେ ବାପା କହିବେ ମୋ ଜେଜେ ବାପା ମୋର ଜେଜେ ବାପା ତେଣୁକରି ଇନ୍ଦ୍ରଦୁମ୍ନ ରାଜା ଯେପରି ଶ୍ରୀକ୍ଷେତ୍ର ବାବୁରେ ବଡ ଦେଉଳ ତିଆରି କଲେ ମଧ୍ୟ କିନ୍ତୁ ଧନରେ ମୋର କହିବାକୁ କେହି ନଥିବେ ମୋ ବଂଶ ବୁଡି ଯାଉ ବୋଲି ଇନ୍ଦ୍ରଦୁମ୍ନ ମୋର ମାଗିଦେଲେ ବିରାଟ ବଡ ବା ଦୁଃଖ ଏ ବର ମାଗିଦେଲେ କି ଇନ୍ଦ୍ରଦୁମ୍ନ ରାଣୀ ଗୁଣ୍ଡିଚା ଶୁଣ ସମସ୍ତେ ରାଣୀ ଗୁଣ୍ଡିଚା ପଣ୍ଡିତ ବର୍ଗ ଇନ୍ଦ୍ରଦୁମ୍ନ ଯେତେବେଳେ କହିଲେ ମୋ ବଂଶ ବୁଡି ଯାଉ ଇନ୍ଦ୍ରଦୁମ୍ନଙ୍କର କେତେ ପୁଅ କି ଏମା ଇନ୍ଦ୍ରଦୁମ୍ନଙ୍କର ଗୋଟେ
ଦୁଇଟା ଛୁଆ କି ନା ଗୋଟେ ଦୁଇଟା ପୁଅ ନା 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 18 ଠିକ ଆଉ କ୍ରିକେଟିଂ କରି ଦିଦି ଆଉ 18 ପୁଅ ନାମରେ ନାମିତ ହୋଇଛି କଣ କହିଲେ ବାଟରେ ବାଟ ମଙ୍ଗଳା ଦେଖିବା 18 ଆପଣ ମାନେ ତ ସିଧା ସିଧା ବୋଲର କରୁଛନ୍ତି କି ଟ୍ରେନରେ ପଳେଇ ଯାଉଛନ୍ତି ଆଜି ବାଟ ମଙ୍ଗଳା ପରେ ଯାଉଛି କି କିଏ କିଏ ଯାଉଛି ଦେଖୁଛି କିଏ ଏବେ 18 ନଳା ନୁହଁ 19 ନଳା 19 ନଳା 19 ନଳା ଅଛି ଆଉ ଗୋଟାଏ ନଳା କାହା ନାଁରେ ନା ଇନ୍ଦ୍ରଦୁମ୍ନ ଯେତେବେଳେ ମରିଗଲେ ତାଙ୍କରି ନାଁରେ ନାମିତ ହେଲା କି ଆଉ ଗୋଟିଏ ନଳା ସେ ହଉଛି 19 ନଳା ପୁରୀରେ ଦେଖିବେ 19 ନଳା ଅଛି ପଣ୍ଡିତ ଯେତେବେଳେ ପଣ୍ଡିତ ବର୍ଗ ବିଷା ପଡା ପାଇଲେ ଗୁଣ୍ଡିଚା ରାଣୀ କହିଲେ ମୋର ବଂଶ ବଢିଗଲା ମୋ ସ୍ୱାମୀ ମରିଗଲେ ଦୌଡ଼ି ଦୌଡ଼ି ଯାଇ ପହଞ୍ଚି ଗଲେ ପ୍ରଭୁଙ୍କ ପାଖରେ ଆଜି ପଣ୍ଡିତା ହାତ ଯୋଡ଼ି ଦେଇ ମୁଣ୍ଡ ବାଡ଼େଇ କାନ୍ଦିଲେ କହିଲେ ହେ ଠାକୁରେ ସର୍ବହରା ହୋଇଗଲେ ଆପଣ ପରା ହଉଛନ୍ତି ଦାତା ଆପଣ ହେଉଛନ୍ତି ପରା ବିଧାତା ଆପଣ କି ବର ଦେଲେ ମୋ ସ୍ୱାମୀ ବୋଲେ 18 ପୁଅ ବୋଲେ ମୋ ମନ୍ଦିର ଘର ହିଁ ମୁଁ ମଧ୍ୟ ବୋଲେ ଯେତେବେଳେ ମାଲ ଯେ ମୁଣ୍ଡକୁ ବାଡ଼ଉଛି ଭୂମି ଉପରେ କେ ଗୁଣ୍ଡିଚା ରାଣୀ ସେଇ ସମୟରେ ଠାକୁର ଚିନ୍ତା କଲେ କଲେ ନାରୀଟା ଯଦି ମୁଣ୍ଡ ବାଡ଼େଇ ବାଡ଼େଇ ମରିଯାଏ ମତେ ନାରୀ ହତ୍ୟା ଦୋଷ ସେଇ ସମୟରେ ପଣ୍ଡିତ ବର୍ଗ ବିଚାର କରିବେ ଠାକୁର ହାତ ଯୋଡ଼ି ଦେଖେ କହିଲେ ମା ତୋର ସିନା 18 ପୁଅ ମରିଗଲେ ମୋ ପରା ହଉଛି ତୋର ଗୋଟାଏ ପୁଅ ଠାକୁରେ ତୁମେ ମୋ ପୁଅ ଆଜିଠାରୁ ମୁଁ ହେଲି ତୋର ଗୋଟାଏ ପୁଅ ତୁ ହେଲୁ ମୋ ମା ଠାରୁ ବଡ ମାଉସୀ ମା ଯେତେବେଳେ ପୁଅ ବୋଲି ଠାକୁରଙ୍କୁ ଜାଣିପାରିଲା ଗୁଣ୍ଡିଚା କହିଲେ ତାହେଲେ ମୁଁ ମୁକ୍ତି ପାଇବି କେମିତି କହିଲେ ମାଲ ମୁଁ ସବୁବେଳେ ତମ ପାଖରେ ରହିପାରିବି ନା ଆଉ ପୁଅ ମୁଁ ବର୍ଷକରେ ଥରେ ତୋ ଘରକୁ ଆସିବିନି କେତେବେଳେ କେଉଁ ମାସରେ ଆସିବ ବାବୁରେ ଶ୍ରୀଗୁଣ୍ଡିଚା ଯାତ୍ରା କେଉଁ ମାସରେ ହୁଏ ଆଷାଢ଼ ମାସରେ ଆଷାଢ଼ ମାସରେ ମା ଗୋଟାଏ ବର୍ଷ ତୋ ଘରକୁ ଅଛି କିନ୍ତୁ ମତେ କିଛି ଦେବା ଦରକାର ନାହିଁ ମା ଖାଲି ପୋଡ ପିଠା ଭଲ ଲାଗିବ ଖାଲି ପୋଡ ପିଠା ଦବ ବେଶୀ ଦିନ ରହିବିନି 8 ଦିନ ଲୀଳା କରି ବାତ ହରି ପାଖରେ ରହି ପୋଡ ପିଠା ଖାଇ ନବମ ଦିନ ଠାକୁରେ ଖାଲି ମୁଣ୍ଡ ପିଠା ଖାଆନ୍ତି ଆଉ ମାଛ ମାଂସ ଖାଆନ୍ତିନି ସେଟା ଅଲଗା ବାଟକୁ ଯିବରେ ବାପା ପ୍ରସଙ୍ଗ ଉଲ୍ଟା ପଳେଇବ ଜଗନ୍ନାଥ ସଂସ୍କୃତି ଚାଇନା ସଂସ୍କୃତି ନୁହଁ ବିଭିନ୍ନ ପ୍ରକାର ଅଛି ଠାକୁର ମାଛ ଖାଆନ୍ତି ମାଂସ ଖାଆନ୍ତି ମଦ ପିଅନ୍ତି ସବୁ କରନ୍ତି ମଦ ବି ପିଅନ୍ତି ହଁ ପଣ୍ଡିତ ବର୍ଗ ବିଚାର କରିବେ ସେଇ ସମୟରେ ଗୁଣ୍ଡିଚା ରାଣୀ ଯେତେବେଳେ ପୁଅ ବୋଲି କହି ଦେଇଛନ୍ତି ସେଇ ସମୟରେ ସଜନ ବର୍ଗ ବିଚାର କରିବେ ଏଇ ସମୟରେ ଆଜ୍ଞା ହାତ ଯୋଡ଼ି ଦେଲା କହିଲା ବାବାରେ ତୁ ହେଲୁ ମୋ ପୁଅ ମୁଁ ହେଲି ତୋର ମା ଠାରୁ ମାଉସୀ ମା ବଡ ମା ମରିଯାଉ ମାଉସୀ ଥାଉ ଆଉ ମା ବୋଲି ଯୋଉ ଦୁଇଟି ଅକ୍ଷର ସଂସାରେ ଗଢିଲା କିଏ ବର୍ତ୍ତମାନ ଯୁଗରେ ଡାକୁଛନ୍ତି ମମି ଡାଡି ମାମା ଅଛି ମିଠା ବଢିଆ ଲାଗୁଛି ବୋଉରେ ଅଛି ମିଠା ବଢିଆ ଲାଗୁଛି ମା ଗାଉଁଲି ଭାଷା ହେଇଗଲାଣି କଣ ଛୁଆ ମାନଙ୍କୁ ଆମେ ମମ୍ ଡାକିବୁ ଆଣ୍ଟି ନିଜ ମାକୁ ଛାଡି ଅନ୍ୟ ମାକୁ ଡାକିଲେ ତାର କିଛି ମିଳିବ ମା ବେଭିତରଣୀ ହେଇଥାଉ ମା ଚୋରୁଣୀ ହେଇଥାଉ ଆଉ ମା ନା ଆଉ ଯାହାହେଲେ ବି ମା ମା କର ପୁଅ ଝିଅ ଛୋଟା ହେଇଥାନ୍ତୁ କେମ୍ପା ହେଇଥାନ୍ତୁ ଅନ୍ଧ ହେଇଥାନ୍ତୁ ଛୋଟା ହେଇଥାନ୍ତୁ ଚୋର ହେଇଥାନ୍ତୁ ତସ୍କର ହେଇଥାନ୍ତୁ ମାଗରେ ପୁଅ ଝିଅ ପୁନେଇର ଚାନ୍ଦ ଚାନ୍ଦ କୋଉ ମା
କହିଦେବ ମୋ ପୁଅଟା ଚୋର ବୋଲି ତା ବିରୋଧରେ କିଏ ପଦେ କଥା କହିଦେଲେ ମାର ଦେହ ସହିବ ନା। ତା ଜିଭ ତାକୁ ଦେଇବ ସେ ଆଣ୍ଠୁ କରି ଯଦି ମୋ ପୁଅ ନାଁରେ ପଦେ କଥା ସେ ରାଣ୍ଡକୁ ତା ମୁହଁ ଫଟେଇ ଦେବି। ଏଇଟା ଭଗବାନ ଆର ଜନ୍ମରେ ନାରୀ ଜନ୍ମ ମା ଏମିତି କରି ଲାଗିବ ତମେ ପାରିବ 5ଟା ନାରୀକୁ କଳି ଡରେ। ମୁଁ ଦିନେ ଯାଇଥିଲି ତାଙ୍କ ଧୋଗଟ ଗାଁକୁ ତାଙ୍କ ଘରକୁ କାମ ଥିଲା। ଇଏ ଗଲା ବେଳକୁ 5 ଜଣ ଗ୍ରୁପ ମା ସହିତ ଲାଗିଛି ଲାଗିବିନି ସେମାନେ ଏତେ ଲଜ୍ଜାଶୀଳ ହେଲେ କହିଲେ ବାବୁଲି ସହିତ ପାରିବନି ପଳେଇଲେ ଆରାମ ଯଦି ବସ୍ତାରେ ଜିତା ଘରେ ଲଜ୍ଜା ଲାଗୁନି ଆମେ କଣ କେ ଲଜ୍ଜା ଆମ ବଂଶ ତ ଲଜ୍ଜା ଆଉ କେଡେ ଭଦ୍ରକରେ ଆମର ସବୁ ଲଜ୍ଜା ଲଜ୍ଜା କହିଲେ ତାଙ୍କ ବଂଶ ଯାହା କହିଲେ ତାଙ୍କ ବଂଶ ଏଟାକୁ ବାଡେଇବେନି ନା ଘରକୁ ଆମକୁ କାଇଁ ପଡିବେ ତୁ ଗୋଟେ ପାଲା ଗାଇବାକୁ ଆସିଲୁ ପୁଣି ଘର କଥା କହିଲା ପରେ ତୁ ଆଜି ଭାଇଜ କରୁଛୁ ଘର କଥା ଆମେ ସେ ଚଳେଇବୁ ତେଣୁକରି ସଦନ ବର୍ଗ ବିଚାର କରିବେ ମା ସେଇଦିନ ଠାରୁ ଭଗବାନ ସେ ଗୁଣ୍ଡିଚା ମାର ହଉଛି 1 ମାତ୍ର ପୁଅ। ତେଣୁକରି ଧନରେ